ଭଲରେ ମଣିଷ ଗଞ୍ଜେଇ ବେଗଟା କୋଉଠି ଚୁପ ହଉ ନା ମଦ ଭଲରେ ମାନିବୁ ନା ନାହିଁ ଗଞ୍ଜେଇ ବେଗଟା କୋଉଠି ଆଣିଥିଲୁ ସେମିତି ମାନି ମୁଁ ଏ ବ୍ୟାଗଟା ଆଣି ଆମ ଠାକୁର ଘରେ ଲୁଚେଇ ରଖିଥିଲି ମତେ ମାନନ୍ତୁ ମତେ ଆଉ ମାନନ୍ତୁ ମତେ ମାରି ମାରି ଥାନାକୁ ନେଇଛନ୍ତି ମୋ ବୋଉକୁ ମାରୁଥିଲି ମୋ ସତ କହୁଛି ସେ ବ୍ୟାଗ ବିଷୟରେ ସେ ବି ଜାଣେ ସେ ପୁରାପୁରି ନିର୍ଦ୍ଦୋଷ ଅପରାଧ ଅପରାଧୀ ମୁଁ खुशी ହେଇଗଲ ତମ କାନ୍ଦିବାତି ସ୍ୱାମୀ ସେ ଆଉ ଦିନକୁ ଡରୁଛୁ ଲୋକାଲ ମାଲଟା ହେଇଗଲା ତ ତମ କାନ୍ଦି ପଡ଼ିଆର ପୁରସ୍କାର କଣ କହୁଥିଲ ସମାଜ ସଜାଡ଼ିବ ଲୋକମାନଙ୍କ କରିବ ଅପରାଧୀ ମାନଙ୍କୁ ବଞ୍ଚେଇଲେ ତମ ଗାନ୍ଧିଜୀ କୁଆଡେ ଦୁଃଖ କରିବେ କଣ ଗାନ୍ଧୀବାଦୀ ମାଷ୍ଟ୍ରେ ଏଥରକ ତମ ଗାନ୍ଧିଜୀ ଖୁସି ହଉଥିବେ ତ ସେମିତି କଣ କଥାବାର୍ତ୍ତା କରୁଛୁ ସେମିତି କଣ କଥାବାର୍ତ୍ତା କରୁଛୁ ଶୁଣ ମଉସା ବହୁତ ଭଲ ଲୋକ ବୋଲି ଅପରାଧୀକୁ ଧରେଇ ଦେଲେ ଆଉ ତ ପୁଅ ଭଲ ପିଲା ବୋଲି ସବୁ ସତ କଥା ମାନିଗଲା ଅନାନୀ ବୁଢୀ ତା ନହେଲେ ତୁ ବି ଜେଲରେ ବସିକି ତୁ ବି ଅରୁଆ ନ ଡାଲମା ଖାଇଥାନ୍ତୁ ବୁଝିଲୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍ ସତରେ ସାର୍ ଆପଣଙ୍କ ଭଳି ପୋଲିସ ଅଫିସର ଆପଣଙ୍କ ଡିପାର୍ଟମେଣ୍ଟରେ ଆଉ କେହି ନଥିଲେ ସତରେ ତୁ ମୋ ପ୍ରଶଂସା କରୁଛୁ ମୋ ମାଆକୁ ନଉଛୁ ସତରେ ସାର୍ ଆପଣ ଭଳି ଦି ଚାରି ଜଣ ଅଫିସର ଯଦି ଆପଣ ଡିପାର୍ଟମେଣ୍ଟରେ କେହି ରହିବେ ତାହେଲେ ଆପଣ ଡିପାର୍ଟମେଣ୍ଟର ଜଜ ସେ ରାମରାଜ୍ୟ ଫେରି ଆସିବ ଶୁଣନ୍ତୁ ମଉସା ଆପଣ କଣ ମୁଁ କଣ ଏ ଦୁନିଆ ଚେଷ୍ଟା କଲେ ବି ଆଉ ସେ ଗାନ୍ଧୀ ରାଜ୍ୟ ଫେରିବନି ଚଲ ସେସବୁ କଥା ହେଲେ ଜମା କଥା ଶୁଣିବନି ବାସ୍ ଆପଣ ମତେ ଖାଲି ଏତିକି କୁହନ୍ତୁ ଆପଣ ମତେ ଫୋନରେ କହିଥିଲେ ବ୍ୟାଗରେ ଗଞ୍ଜେଇ ଅଛି ବୋଲି ହଁ ଯଦି ଗଞ୍ଜେଇ ଅଛି କାହିଁ ଗଞ୍ଜେଇ କାହିଁ ମଉସା ଏଗୁଡ଼ା ତ ବିଡ଼ି ଚୋପା ଗଞ୍ଜେଇ କାହିଁ
ଛଡ଼ା ବେଳେ ବିରି ଚୋପା ଯାହାକୁ ରାତିରେ ଷଣ୍ଢ ଖାଆନ୍ତି। ଆରେ ଶୁଣୁ, ତୁ ଦବୁ ନା ମୁଁ ଦେବି? ବୋଉ କଣ ତୁ ଏ ନାଲି ବ୍ୟାଗରେ ବିରି ଚୋପା ଆଣିଥିଲୁ? ମାଉସୀ, ଆଚ୍ଛା ତମ ଘରେ ରାତିରେ ମଶା ହୁଅନ୍ତି? ନା ତୁ ଶଳା ସବୁ ଜାଣିଛୁ ନୁହଁ? ଶଳା ଆଉ କଥାବାର୍ତ୍ତା କରୁ ଏଥିରେ ପୁଣି ଶିଖିବି ତତେ, ବୁଝିଲୁ? ୱାଓ, ମୁଁ ଭାବିଲି କାଳେ ମଉସା ଦୋହା ଦବାକୁ ଆଣିଥିବେ। ଭାଇ, ଇନଭେଷ୍ଟିଗେସନ କରୁ କରୁ ତ ମୁଁ ଗୁଡ଼ାଇ ମାରିଦେଲି, ସେଥିପାଇଁ ସରି ନା। ଆସୁଛି, ଲଭ୍ ୟୁ। କିନ୍ତୁ ଗଲାବେଳେ ଗୋଟାଏ କଥା କହିବି, ମଉସା ମନେ ରଖିବ। ଏଥର ପୋଲିସକୁ ଫୋନ କରିବା ପୂର୍ବରୁ ଥରେ ନୁହଁ, 10 ଥର ନୁହଁ, 100 ଥର ନୁହଁ, 1000 ଥର ନୁହଁ, ଲକ୍ଷ ଲକ୍ଷ ଥର ଚିନ୍ତା କରିବ। Because myself players pay. ତମେ କଣ ଦେଖିପାରିଲନି? ସେ ପୋଲିସ ବାବୁଟା ସେ ବ୍ୟାଗଟାକୁ କେତେ ଯତ୍ନର ସହକାରେ ନେଇଗଲା। ଯଦି ସେଥିରେ ଗଞ୍ଜେଇ ନଥାନ୍ତା, ସେଇଟା ତ ସେଇଠି ଫୋପାଡ଼ି ଦେଇ ଯାଇଥାନ୍ତା। ଯଦି ଏତେ କଥା ଥିଲା, ତାହେଲେ ତାହେଲେ ମୋ ଛୁଆଟାକୁ ସେ ଏତେ ବାଡ଼େଇଲା କାହିଁକି? ଚୋର ମାନଙ୍କୁ ସାଧୁ ସଜେଇବାକୁ ହେଲେ ସାଧୁ ମାନଙ୍କୁ ଚୋର ସଜେଇ ଏମିତି ମାଡ଼ ମାରିବାକୁ ପଡିଥାଏ କନ୍ତୁରୀ। ସେ ତ ମତେ ଚୋରଣୀ କହିକି ପିଟୁଥିଲେ, ମତେ ବାଧି ନେଇ ଯାଇଥାନ୍ତେ, ମତେ ଜେଲରେ ରଖିଥାନ୍ତେ, ତାଙ୍କ ମନ ଇଚ୍ଛା ସେ ମତେ ବାଡ଼େଇଥାନ୍ତେ। ହେଲେ ତୁ କାହିଁକି କହିଲୁ ସେ ବ୍ୟାଗ ତୁ ରଖିଥିଲୁ ବୋଲି? ଆଲୋ ତୁ ପରା ସେ ତ ଆହୁରି ବାଡ଼େଇଥାନ୍ତା, ବାଡ଼େଇ ଥାନାକୁ ନେଇ ଯାଇଥାନ୍ତା। ମୁଁ ଏସବୁ କେମିତି ସହି ପାରିନଥାନ୍ତି। ମିଛୁଟାରେ ମୋ ଛୁଆଟାକୁ କେତେ ବାଡ଼େଇଲା। ଛାଡ଼ ନା ତା ହାତ ଛିଣ୍ଡି ପଡୁ। ଏ ମାରିଖିଆ ଉପରେ ବଜ୍ର ପଡୁ। ତୁ ଟିକେ ଚୁପ୍ ରହ ନା। କେମିତି ଚୁପ୍ ହେବି ରେ? କେମିତି ଚୁପ୍ ହେବି? ଲୁହକୁ ଏକାଠି କରି ଯୋଉ ମନ୍ଦିରକୁ ନିଜ ହାତରେ ଗଢିଥିଲି, ସେଇ ମନ୍ଦିରରୁ କୋଟାଇ ପରି କୋଟାଇ ପଥର ଖସିବାର ଦେଖି କେମିତି ଚୁପ୍ ରହିବି ମୁଁ? ସମୟ ତୋର ବଳ ବାହୁଲ ମହୁ। ଆଜି ଯୋଉ ସମୟ ଆମ ସମସ୍ତଙ୍କୁ ଅଲଗା କରିଦେଇଛି, ଦେଖିବୁ ଏଇ ସମୟ ଦିନେ ନା ଆମ ସମସ୍ତଙ୍କୁ ଠିକଣା ଜାଗାରେ ମିଶେଇ ଦବ। ଭାବିଲେ କଷ୍ଟ ଲାଗିବ ଲୋ ବୋଉ। ଭୁଲିଗଲେ ବଞ୍ଚିବାଟା ସମ୍ଭବ ହେଉଛି। ମୋ କଥା ମାନ, ତୁ ଗଲେ ଟିକେ ସମୟ ଉପରେ ଭରସା ରଖିଥିବ, ସବୁ ଠିକ ହେଇଯିବ। କଣ ଠିକ ହବ? ଆମ ସୁବାସ କଣ ଆଉ ଫେରିବ? ଝିଅର କଣ ଆମ କଥା ମନେ ପଡିବ? ଆଉ ତ ଭାଇ, ସିଏ କଣ ତା ନିଜ ଭୁଲକୁ ନିଜେ କେବେ ବୁଝିପାରିବ? ମୁଁ ତତେ କଥା କହୁଛି, ମୁଁ ଆମ ଘର ସୁଖକୁ ମୋ ପୁଣି ଫେରେଇ ଆଣି। ତୋର ମୋ ଉପରେ ଭରସା ନାହିଁ? ଅଛି ରେ, ଅଛି। ଏବେ ଦୁଃଖ ଭିତରେ ତୁ ତ ହଉଛୁ ମୋ ଖୁସିର କାରଣ। ବୋଉ, ଯଦି ମୁଁ ତୋ ପାଇଁ ସବୁ କିଛି, ତାହେଲେ ତୁ ମତେ ଗୋଟେ କଥା ଦେ। ତୁ ନା ଆଉ କେବେ କାନ୍ଦିବୁନି। ଆଉ ତୁ ଯଦି ଏମିତି ସବୁବେଳେ କାନ୍ଦିବୁ ନା, ମୁଁ ସତ କହୁଛି, ମୁଁ ବି କହୁଥିଲି ଘର ଛାଡ଼ିକି କୁଆଡେ ପଳେଇବି। ନାଇଁ ବାବା, ମୁଁ ଆଉ ଜମା କାନ୍ଦିବିନି, ଜମା କାନ୍ଦିବିନି। ମୁଁ ହସିବି ମୁଁ। এই ଦେଖିବୁ କେମିତି ହସୁଛି। So
পর্যন্ত দাস করি খটেইছি প্রতিশোধ নে তা দৌটি কণা করি রক্ত পিইছা আগা ভয় আগা ভয় তুমি মতে ক্ষমা করি দিও তুমি ମୋତେ କ୍ଷମା କରିଦିଅ ମୋ ନଜରରେ ଦର୍ଶନ ତମକୁ କେତେ